ये खाना उतारिए जिंदाबाद जिंदाबाद जगन भाई जिंदाबाद जिंदाबाद रुह थाना बाहर पाटी तुंड करूँ ना कहीं गणेश पाद धूली टिके नवा जगमोहन सर सर 3 मास तले भितर पुरई आज बाहर सर आ देखो तो आज भी आपंकर थाना शेष दिन भाविली सार को गोटे फूल तोड़ा दे सार आप गोटे फूल तोड़ा आनी सार नहीं सार फूल देवेनि हऊ सार आप गोटे नववस्त्र आनी गोटे नुआ नववस्त्र सार ମୋ ସାମ୍ନାରେ ଚାଲିଯିବା ତ ନହେଲେ ଧାନ କାଟି ବଲି ତ ଚାମଚ କରିଥିବା ପରେ ପୁଣି ତଳେ ଭିତରକୁ ବାଟେଇଦେବି ଆରେ ପିଲାମାନେ ଅଛନ୍ତି ସାର୍ ରାଗିବେ ଭଙ୍ଗାରୁଜା କରିବେ ଗୁଳି କରିଦେବି ଅଣ ଉପରୁ ଅଣ ଥାଇ ଗୁଳି କରିଦେବେ କାହିଁ ଆମ ନେତାମାନେ ଖାଲି କଳାକୁ ଧଳା ଧଳାକୁ କଳା କରିପାରିବେ ଆଉ ପୋଲିସ ପାରିବେନି ଅନାଦି ଆରେ ତମ ସାର୍ କେତେବେଳେ ବିଦାୟକାରୀ ଫୁଲମାଳ ପିନ୍ଧିବେ 5ଟା 15 ଆଚ୍ଛା ପୁରା ଗଦଗଦା ହେଇଯାଉଛି ଇଏ ମ୍ୟାଡମ 5ଟାରେ ପହଞ୍ଚିବେ ଭାଷଣ ଦେବେ ଆମ ଆଇଆଇ ସାର୍ ଫୁଲମାଳ ପିନ୍ଧାଇବେ ଆମେ ସବୁ ଛତା ଛତା ପ୍ୟାଣ୍ଟ ସାର୍ଟ ଗଦଗଦ କରି ରେଡି କରି ରଖିଛୁ ବିନୋଦ ବାବୁ 5ଟା 15 ପରେ ମୁଁ ନେତା ଆପଣ ସାଧାରଣ ଜନତା ଆପଣ ମୋ ବେକରେ ଫୁଲମାଳ ପକେଇ ଜିନ୍ଦାବାଦ କରିବେ ହେଲେ ଏବେ ଏ ଯୋଉ ମାଟିଆ ପୋଷାକର ଭାଉ ସେତେବେଳେ ନଥିବ ଏ ଦେଶର ସାଧାରଣ ଜନତା କେତେ ପାୱାରଫୁଲ ସେ ପାଠଟା ଆଜି ପର୍ଯ୍ୟନ୍ତ ତମ ନେତାମାନେ ପଢି ନାହାନ୍ତି କି ଜନତା ପଢେଇ ନାହାନ୍ତି ଥରେ ନେତାଟିଏ ସେ ପାଠଟା ବୁଝିଥିଲେ ଜୀବନ ସାରା ନେତାଗିରି କରିବାକୁ ଧରିବ ସାରେ ଗଦଗଦ ହେଇଯାଉଛି ବୁଲି ସାରେ ମାଟିଆ ପୋଷାକ ସବୁବେଳେ ମାଟିରେ ଧଳା ପୋଷାକ ସବୁବେଳେ ଆକାଶରେ ଯାଆନ୍ତୁ ସାର୍ ଆଜି ଶେଷ ଦିନରେ ଆମ ଆଇଆଇ ସାର୍ଙ୍କୁ ରଗାନ୍ତୁନି ରାଗିବେ ଆଜ୍ଞା ହଁ ରାଗିଲେ ତ ସାର୍ ବାଢେଇବେ ହଁ ଥାନାରେ ପୁରେଇକି ଏମିତି ମାଟ ମାରିଥିଲେ ଯେ ବିଶ୍ୱାସ କରିବନି ଦେହରୁ ଦରଜ ଯାଇନି ଦେଖନ୍ତୁ ସାରେ ଆଜି ଆପଣ ଥାନାରୁ ବାହାରିବେ ମୁଁ ବି ଆଜି ନିର୍ଦ୍ଦୋଷରେ ଖଲାସ ହେଲେ ଆପଣ ମୋର କିଛି ଓଲଟେଇ ପାରିଲେନି ଯାହା ଓଲଟେଇବା କଥା ମୁଁ ଓଲଟେଇ ହେଲେ ଯିବା ପୂର୍ବରୁ ସତ କଥା ଗୁଡା କହୁଛି ଟିକେ ଶୁଣନ୍ତୁ ହଁ ମୁଁ ନିଜେ ସ୍ୱଇଟମ୍ ଲେଡିଜ୍ ହଷ୍ଟେଲରେ ବସି ଦୀପା ଦାସକୁ ବଳାତ୍କାର କରିଛି କଣ ଓଲଟେଇବ ହଁ ମୁଁ ନିଜେ ଦୀପା ଦାସକୁ ମାରି ଫ୍ୟାନରେ ଟାଙ୍କି ଦେଇଥିଲି କଣଟା ଓଲଟେଇବ ମୁଁ ନିଜେ ହଷ୍ଟେଲରେ ବସି ସବୁତକ ସିସିଟିଭି ଅଫ୍ କରିଥିଲି କଣ ଓଲଟେଇବ 3 ମାସ ଭିତରେ ରହିଲି ହଁ ନିର୍ଦ୍ଦୋଷରେ ଖଲାସ ହେଲି କାଲି ନେତା ହେବି ଲୋକମାନେ ଜିନ୍ଦାବାଦ ଜିନ୍ଦାବାଦ କରିବେ ରହିଯା ରହିଯା କଣ ଓଲଟେଇଲ ସବୁ ସତ କଥା କହିଲି ଯୋଉ କଥା ଗୁଡା ଆଗରୁ ଥାନାରେ କହିନଥିଲି ୟାପରେ ମୋ ସାଙ୍ଗ ସନ୍ତୋଷ ସରକରିଆ ଏଇ ଥାନାରେ ଆଇଆଇସି ହବ ବିନୋଦ ବାବୁ କଣ ଓଲଟେଇ ନମସ୍କାର ମ୍ୟାଡାମ ମୁଁ ସରକାରୀ ଦଳର ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି କାଲି ପୁଣି ହେଲି ଗୋଟେ ମିଛ କେସରେ ୟାଙ୍କର ପାଇଁ ଭିତରେ ଥିଲି ଆଜି ବାହାରିଲି ମ୍ୟାଡାମ ଏଠି କାମ କଣ ଆଇଆଇ ସାର୍ ଫୁଲମାଳ ଦେବ ମ୍ୟାଡମ ଯାଆନ୍ତୁ ଟିକେ କଥା ଥିଲା ଯାଆନ୍ତୁ अरे जिंदाबाद पकड़ रे जिंदाबाद जिंदाबाद जगन भाई जिंदाबाद जिंदाबाद अमर भाई जगन भाई जिंदाबाद 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 देशରେ ସବୁଠୁ ବଡ଼ ଅପରାଧୀ ଅଛନ୍ତି ଏ ନେତା ଆଉ ନେତାଙ୍କ ପରିବାର ପ୍ରଥମ ଅପରାଧ ହେଲା ଗଣତନ୍ତ୍ରକୁ ହତ୍ୟା କରିବା ରିଲାକ୍ସ ଆପଣଙ୍କ ସହିତ କିଛି ସମୟ ଏକୁଟିଆ କରିବା ପାଇଁ ଆସିଥିଲେ ସେପଟେ ମିଟିଂର ଆୟୋଜନ କର ମ୍ୟାଡାମ ଚାକିରି ଅବସର ନେବାକୁ ଚାଲୁଥିଲା ମ୍ୟାଡାମ
ଭାବିଥିଲେ ଆଉ କିଛି ଦିନ ନାହିଁ ଏଇ ଲୋକଟାକୁ ସଜା ଦେଇ ଚାଲିଥାନ୍ତି। ଏ କେସ୍ ଉପରେ ମୁଁ ନଜର ରଖିବି ଆମେ ସବୁଠୁ ଦକ୍ଷ ପୋଲିସ ଅଫିସରକୁ ମୁଁ ଏ କେସ୍ର ଦାୟିତ୍ୱ ଦେବି। ଏ ଦେଶରେ ସଜୋଟ ପୋଲିସ ଅଫିସରଟି ହେବା ବହୁତ କଷ୍ଟ ମ୍ୟାଡାମ। ଲୋକେ କରେଇ ଦେବେନି। ମିଟିଂ ସାରିବି ଆପଣଙ୍କୁ ନେଇ ଘରେ ଛାଡ଼ିବି ଦଶହରା ଭସାଣି